ମୁଁ ପୂର୍ଣ୍ଣଚନ୍ଦ୍ର ରାୟ OSRTC ବିଜୟନଗର ଡ୍ରାଇଭର ଥିଲି। ରାତିରେ ଆମେ ବାହାରିଲୁ ବିଜୟନଗରରୁ ମାଲକାନଗିରି ଇଏ କରୁଥିଲୁ। ପି ସାଇ କ୍ରିଷ୍ଣା ଯେଉଁ ଡ୍ରାଇଭର ଆମର ସାଇଡ୍ ଡ୍ରାଇଭର ଥିଲେ ତାଙ୍କେ ଗାଡ଼ି ଚଲାଉଥିଲେ ଆଉ ମୁଁ ସିଟ୍ରେ ରେଷ୍ଟ ନେଉଥିଲି। ହଠାତ୍ ତାଙ୍କେ କୁନ୍ଦିଲି ପାଖାପାଖି ଆସିଲା ବେଳକୁ ରଖିଲେ ଗାଡ଼ି ରଖିକିନା ସାଇଡ଼୍ କଲେ। ସାଇଡ଼୍ କରିକି କହିଲେ ନାଇଁ ମୋତେ ଟିକେ ଦେହ ଭଲ ଲାଗୁନାହିଁ ଆଉ ଗାଡ଼ି ଚଲାଇବାକୁ କହିଲେ। ମୁଁ ଉଠିକିନା ମୁଁ ଗାଡ଼ି ଚଲାଇଲି କୁନ୍ଦୁଲିରୁ ଯେତେବେଳେ ଚଲାଇଲି ତାଙ୍କେ ସିଟ୍ରେ ରେଷ୍ଟ ନେଲେ। ରେଷ୍ଟ ନେଲା ପରେ ତାଙ୍କେ ଡୁମୁରିପୁର ପାଖାପାଖି ତାଙ୍କୁ କହିଲେ ଉଠିଲେ ନାଇଁ ମୋତେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଟିକେ କଷ୍ଟ ହେଉଛି ଆଉ ଛାତିରେ ବେଶୀ ଯନ୍ତ୍ରଣା ହେଉଛି କହିଲା ପରେ ଆମେ କଣ୍ଡକ୍ଟରକୁ ଇଏ କରିକି 108କୁ ଆମେ ଇଏ କଲୁ ଆମ୍ବୁଲାନ୍ସ ଯୋଗାଯୋଗ କଲୁ। କିନ୍ତୁ ଆମ୍ବୁଲାନ୍ସ ସୁନାବେଡ଼ାରେ ଅଛି ଆସିବ କହିଲା ବେଳକୁ ଲେଟ୍ ହେଇଯିବ କହି ମୁଁ ସେଇଠୁ ସାଙ୍ଗେ ସାଙ୍ଗେ ଇଏ କରିକି କୋରାପୁଟ ଧରିକିନା ଆସିଲି ଗାଡ଼ିକୁ। ଗାଡ଼ିକି ଆଣିଲା ପରେ କୋରାପୁଟ ବସଷ୍ଟାଣ୍ଡ ପାଖରେ ଯେଉଁ ଅଟୋ ଆମର ଇଏ ଅଛି କଣ୍ଡକ୍ଟର ଆମର ନେଇକିନା ଅଟୋରେ ନେଇକିନା ଗଲେ ଆଡ଼ମିଟ୍ କଲେ ତାଙ୍କୁ କୋରାପୁଟ ମେଡ଼ିକାଲରେ ଆଡ଼ମିଟ୍ କଲେ। ଅକ୍ସିଜେନ୍ ହେରିକା ଦିଆହେଲା କ'ଣ ଟ୍ରିଟମେଣ୍ଟ ହେଉଥିଲା। ତାପରେ ତ ଘଣ୍ଟାଟି ପରେ ଜଣାପଡ଼ିଲା ଯେ ନାଇଁ ତାଙ୍କର ଇଏ ହେଇଛି ବୋଲି। କେତେ ଯାତ୍ରୀ ଥିଲେ ଗାଡ଼ିରେ ଯାତ୍ରୀ 25 ଜଣ ଥିଲେ। ରାତି କେତେ ଟାଇମରେ ହେଇଥିଲା ଏଇଟା? ରାତି ତାଙ୍କେ ଗାଡ଼ି ଦେଇଥିଲେ ମୋତେ 2ଟା ବେଳକୁ। ମୁଁ ଡୁମୁରିପୁର ପହଞ୍ଚିଲା ବେଳକୁ 2ଟା ଅଧେ 2ଟା 35 ହେଇଥିବ। ହେଲେ ନିଜ ଜୀବନ ହାରିକି ଲୋକଙ୍କ ଜୀବନଟା ବଞ୍ଚେଇଛନ୍ତି। ହଁ ତାଙ୍କୁ ଇଏ ହେବାରୁ ତାଙ୍କେ ଆଗରୁ ଇଏ କରିକି ଗାଡ଼ିଟା ଦେଇଥିଲେ। ଆଉ ତାପରେ କୋରାପୁଟ ପହଞ୍ଚିଲା ପରେ ତାଙ୍କୁ ନେଇକିନା ଅଟୋ ଦ୍ୱାରା ନେଇଗଲେ। ତାଙ୍କେ ସେତେବେଳେ ବି ଭଲ ଇଏ ଏକା ଥିଲେ ଚାଲିକିନା ନିଜେ ଚାଲିକି ଯାଇଛନ୍ତି ଅଟୋରେ। ଗାଡ଼ିରୁ ଓହ୍ଲିକିନା ନିଜେ ଗଲେ। ତିରୁପତି ପାଣିଗ୍ରାହୀ ଆଉ ବସ୍ଟି ବିଜୟନଗରମ ଠାରୁ ମାଲକାନଗିରି ଆସୁଥିଲା। ସାଇ କ୍ରିଷ୍ଣା ନାମକ ଡ୍ରାଇଭର ଗାଡ଼ି ଚଲାଉଥିଲେ ଆଉ ସାଥୀ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ରାୟ ଥିଲେ। ସାଇ କ୍ରିଷ୍ଣା କୁନ୍ଦୁଲି ଠାରେ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ଆମେ ସାଥୀ ଡ୍ରାଇଭରଙ୍କ ଠାରୁ ସବୁ ଜିନିଷ ପଚାରି ବୁଝି ନେଇଥିଲୁ। ସେ କହିଥିଲେ ମୋ ଛାତିରେ ଯନ୍ତ୍ରଣା ହେଉଛି ଆଉ ମୁଁ ଟିକେ ରେଷ୍ଟ ନେବି କହିଥିଲି। ସାଥୀ ଡ୍ରାଇଭରଙ୍କୁ ଗାଡ଼ି ସାଇଡ଼ରେ ପାର୍କିଂ କରିକି ଚଲେଇବାକୁ କହିଥିଲେ। ଆଉ ସାଥୀ ଡ୍ରାଇଭର ଚଲେଇକି କିଛି ସମୟ ଆଗକୁ ଆସିବା ପରେ ତାଙ୍କ ଛାତିରେ ଆରୁ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ଅନୁଭବ କରିବା ପରେ ପାଖାପାଖି ମେଡ଼ିକାଲକୁ ନେବା ପାଇଁ ସିଏ କହିଥିଲେ। ଡକ୍ଟର ଡ୍ରାଇଭର ଆଉ କଣ୍ଡକ୍ଟର ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ସେଇ ଜାଗାରେ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଆଉ କୋରାପୁଟ ପାଖ ଥିବାରୁ ଡ୍ରାଇଭର କୋରାପୁଟକୁ ପହଞ୍ଚେଇକିରି କୋରାପୁଟ ମେଡ଼ିକାଲକୁ କଣ୍ଡକ୍ଟର ଆଉ ଡ୍ରାଇଭର ମେଡ଼ିକାଲକୁ ନେଇକି ଆଡ଼ମିଟ୍ କରାଇଥିଲେ ସେଇଠି।